ଶାସକ ଦଳ ସହ ଲଢ଼ିବାକୁ ନାହିଁ ବିରୋଧୀଙ୍କ ଯୁଗ। ମାଳମାଳ ପ୍ରସଙ୍ଗକୁ ମୁଦ୍ଦା କରିପାରିବେ ତ ବିରୋଧୀ। ବିଧାନସଭାରେ ଲୋକଙ୍କ ସ୍ୱର ସାଜିବେ ତ ବିରୋଧୀ ଦଳ। ରାଜ୍ୟ ସରକାରଙ୍କୁ ଘେରି ପାରୁନାହାନ୍ତି ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ। ଜନସାଧାରଣଙ୍କ ସମସ୍ୟାକୁ ନେଇ ଲୋକଙ୍କ ସ୍ୱର ସାଜି ପାରୁନାହାନ୍ତି ଉଭୟ ଦଳ। ଆଉ ଯାହାକୁ ନେଇ ଏବେ ଓଡ଼ିଶା ରାଜନୀତିରେ ଜୋରଦାର ଚର୍ଚ୍ଚା। ଆଗକୁ ଯେଉଁଭଳି ବିରୋଧୀ ଦଳ ଶାସକ ଦଳକୁ ପାଣି ପିଆଉଥିଲେ, ଏବେ ଆଉ ତାହା ଦେଖିବାକୁ ମିଳୁନାହିଁ। 24 ବର୍ଷ ଶାସକ ଦଳ ହୋଇ କ୍ଷମତା ଉପଭୋଗ କରୁଥିବା ବିଜେଡି ପ୍ରଥମ ଥର ବିରୋଧୀ ଦଳ ଭାବରେ ଦାୟିତ୍ୱ ନେଇଥିବାରୁ ତାର ପ୍ରଭାବ ସେତେଟା ଦେଖିବାକୁ ମିଳୁନାହିଁ। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ଦିନରୁ ବିଜେଡି ଗଡ଼ ଭାଙ୍ଗି ଭାଙ୍ଗି ଚାଲିଛି। ରାଜ୍ୟରେ ଅଣ୍ଟା ସଳଖି ଛିଡ଼ା ହୋଇପାରୁନି କଂଗ୍ରେସ। ଏଭଳି ପରିସ୍ଥିତିରେ ଶାସକ ଦଳ ବିନା ଦ୍ୱିଧାରେ ଆଗକୁ ମାଡ଼ି ଚାଲିଛି। ବିଜେଡି ଦିନକୁ ଦିନ ଛିଡ଼ି ଛିଡ଼ି ଯାଉଥିବାରୁ ରାଜ୍ୟରେ ବିରୋଧୀ ଦଳ ଭାବରେ କଂଗ୍ରେସ ଶକ୍ତିଶାଳୀ ହେବ ବୋଲି ଆଲୋଚନା ଚର୍ଚ୍ଚା ହେଉଥିଲା, କିନ୍ତୁ ସେମିତି କିଛି ଦେଖିବାକୁ ମିଳୁନାହିଁ। କଂଗ୍ରେସ ମଧ୍ୟ ଦିନକୁ ଦିନ ନିମ୍ନଗାମୀ ହେବାକୁ ବସିଲାଣି। ଯେଉଁ ରାଜନୈତିକ ଦଳ ଦିନେ ଲୋକପ୍ରିୟତାର ଶୀର୍ଷରେ ଥିଲା, ତାହା ଏବେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଆଗକୁ ବିଧାନସଭା ଅଧିବେଶନ ମଧ୍ୟ ଆସୁଛି। ଆଉ ଏହି ପରିପ୍ରେକ୍ଷୀରେ ଦୁଇ ଦଳ ନିଘୋଡ଼ ନିଦରେ ଶୋଇଥିବା ଭଳି ଅନୁମାନ କରାଯାଉଛି। ବିଭିନ୍ନ ପ୍ରସଙ୍ଗ ଏଥର ଯାହା ଜନତାଙ୍କ ସ୍ୱାର୍ଥରେ ତାହାକୁ ସଠିକ୍ ଢଙ୍ଗରେ ଉପସ୍ଥାପନ କରାଯିବ କି ନାହିଁ, ତାକୁ ନେଇ ଏବେ ଚର୍ଚ୍ଚା ଓ ସନ୍ଦେହ। ପ୍ରଥମେ ବିଭିନ୍ନ ପ୍ରସଙ୍ଗରେ ବିଧାନସଭା ଭିତରେ ଓ ବାହାରେ ଡବଲ ଇଞ୍ଜିନ ସରକାରଙ୍କୁ ଭକ୍ତଙ୍କ ଟିମ୍ ଅକଳରେ ପକାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏ ରଣହୁଙ୍କାର ଆଉ ଶୁଣିବାକୁ ମିଳୁନାହିଁ। ସମ୍ପୂର୍ଣ୍ଣ ଶିଥିଳ ପଡ଼ିଯାଇଥିବା ଭଳି ମନେ ହେଉଛି। ବଦଳୁଥିବା ରାଜ୍ୟ ରାଜନୈତିକ ସମୀକରଣରୁ କଂଗ୍ରେସ କିଛି ଫାଇଦା ଉଠାଇ ପାରୁନି। ଭକ୍ତ ଚରଣ ଦାସ ପିସିସି ସଭାପତି ଦାୟିତ୍ୱ ନେବା ପରଠାରୁ କଂଗ୍ରେସରେ କୌଣସି ବଡ଼ ନେତା ମିଶିବାର ନଜର ନାହିଁ। ମହମ୍ମଦ ମୁକିମଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଉପକୂଳ କଂଗ୍ରେସର ବିଦ୍ରୋହର ସ୍ୱର ଉଠିଛି। ଆଗକୁ ପଞ୍ଚାୟତ ପୌର ନିର୍ବାଚନ ଆସୁଥିବାରୁ ସମସ୍ତଙ୍କୁ ସାଥରେ ନେଇ ଆଗକୁ ଚାଲିବା ଭକ୍ତଙ୍କ ପାଇଁ ଆହ୍ୱାନ ପାଲଟିଛି। ଏବଂ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡିର ସ୍ଥିତି ଆହୁରି ସାଂଘାତିକ ହୋଇଛି। କ୍ଷମତାରୁ ଯିବା ପରେ ଦଳ ଭିତରେ ଦିନକୁ ଦିନ ବିରୋଧୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଯାହା ନାଁରେ ଅଭିଯୋଗ ଆସିଲା, ଯିଏ ଦଳ ବିରୋଧୀ କାମ କଲା, ଦଳ ବିରୋଧୀଙ୍କୁ ସୁପ୍ରିମୋ ବାହାର ବାଟ ଦେଖାଇଛନ୍ତି। ଅସନ୍ତୁଷ୍ଟ ନେତାମାନେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲେ ମଧ୍ୟ ସେମିତି କିଛି ଭୂମିକା ନିର୍ବାହ କରିପାରୁନାହାନ୍ତି। ଆଉ ଆଗକୁ କିଭଳି ଶାସକ ଦଳକୁ ଭାରି ପଡ଼ିବେ ବିରୋଧୀ, ତାହା ଦେଖିବାକୁ ବାକି ରହିଲା।